आज सरस्वती पूजा ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବ ମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାପଡ଼ିଛି। ସରସ୍ୱତୀ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉତ୍ସାହ ବହୁଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି। ଏଠାରେ ନିଜର ପିଲାମାନଙ୍କୁ ଖଡ଼ି ଛୁଆଁଇବା ଲାଗି ବାପା ମା ମାନେ ପହଞ୍ଚୁଛନ୍ତି। ଜଗନ୍ନାଥ ପ୍ରସାଦ ନିତ୍ୟାନନ୍ଦ ପଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଏବଂ ବାଗ୍ଦେବୀଙ୍କ ନୂତନ ବିଗ୍ରହମାନ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରୂପେ ସୁବ୍ରତ କୁମାର ମହାପାତ୍ର ଓ କର୍ତ୍ତା ରୂପରେ ମନୋଜ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍କୁଲର ସମସ୍ତ ଶିକ୍ଷକ ତଥା ସୋମନାଥ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃତ୍ତିକାନ୍ତ ପ୍ରଧାନ, ନିବେଦିତା ଷଡ଼ଙ୍ଗୀ, ଅମିତ କୁମାର ସାହୁ, ଭଳେଶ୍ୱର ପ୍ରଧାନ, ପ୍ରଦ୍ୟୁତ ବିଷୋଇ, କୁନି ସାହୁ, ତରଣୀ ସେନ, ଗୌଡ଼, ଅନିତା ପ୍ରଧାନ, ରାଞ୍ଜୁଲତା ପାତ୍ର, ଜସ୍ମିନ ତ୍ରିପାଠୀ, ବିଶ୍ୱଜିତ ପରିଡ଼ା, ଶୁଭସ୍ମିତା ପାତ୍ର, ଲଡ଼ୁ କିଶୋର ମାଝୀ ଉତ୍ସବରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ଗନ୍ଧାୟତଙ୍କ ରିପୋର୍ଟ, ତଦନ୍ତ ନ୍ୟୁଜ।